ତାପରେ ଆମେ ଟ୍ରାଏ କରିବା ଗୁଡି ଆଉ ମସଲା ଦେଇ କଷି ଦେଖିବା କଣ ଆଉ ସମୟ କାହାକୁ କୋଉଠି ନେଇ ପହଞ୍ଚିଥାଏ କେହି ଜାଣିନଥାଏ। ଆମେ ସେଇଭଳିଆ କୋଉଠି ଷ୍ଟାଫ ଏଇଠି ଆସିକି ଲେବର କଣ ଖଟୁଛ ଆଗରେ ଯାଉଛି। ଆମେ ତ ଷଣ୍ଢ ଟୁକା 2 ଜଣ ଅଛ। ଲିପଷ୍ଟିକ କି ଆଉ କଣ। ହ୍ୟାଲୋ ଗାଇଜ ୱେଲକମ ଟୁ ମାଇ ନ୍ୟୁ ବ୍ଲଗ। ମୁଁ ଆସିଛି ଆପଣଙ୍କ ଜମଦାର ଭିଡ଼ିଓ ନେଇକି ନୂଆ ବ୍ଲଗକୁ ଆପଣମାନଙ୍କୁ ସ୍ୱାଗତ। ଆମେ ଏବେ ଦେଖନ୍ତୁ ଉଠି ପଇଲୁ, ଉଠିକି ଯିବା ସେପଟ ରୁମ ରୋଷେଇ କରୁଛନ୍ତି, କଣ କରୁଛନ୍ତି ଦେଖେଇଦବା, ତାପରେ କଣ କରୁଛନ୍ତି କଣ ଜାଣିବା। ଆମର ଏବେ ଉଠିଲା, ଉଠିକି ସେ ଏବେ କନ୍ଥା ଆଉ କମଳ ଫମଳ ଭାଙ୍ଗି ରଖୁଛି, ମୁଁ ଭାଙ୍ଗି ରଖି ସାରିଲିଣି। ସେ ଭାଙ୍ଗି ରଖିକି ଆସିବ, ମୁଁ ଯାଉଛି ଦେଖିବା ସେମାନେ କଣ କରୁଛନ୍ତି, ସେ ଦେଖଉଛି ଆପଣଙ୍କୁ। ଚାଲ ଦେଖନ୍ତୁ ଏପଟରେ ଆମର ଆସିକି ଅଣ୍ଡା ରୋଷେଇ ସରିଲାଣି। ଅଣ୍ଡା ଏବେ ଭଜା ହଉଛି, ତାପରେ ରୋଷେଇ ସରିବ ଖିଆ ହବ। ଆଲୋ ଆପଣ ତ ଉଠିନି ଶୋଇଛି, ଧରି ଆଣି ଶୀତ କରୁଛି। ଏଠି କଣ ଗରମ ହଉଥିଲା ଥଣ୍ଡା ପଇଲାଣି। ପତ୍ରରେ ପିଆଜ ଫିଆଜ କଟା ହଉଛି, ରୋଷେଇ ହବ। ଅଣ୍ଡା ଭଜା ହଉଛି, ଭଜା ସହିତ ରୋଷେଇ ହବ। ରୋଷେଇଟା କଣ ଲାଗିବ ଟେଷ୍ଟ ହବ, ତାପରେ ଆପଣ କହିବେ କଣ ରୋଷେଇ ହଉଛି। ଆମର ଏବେ ବ୍ରଶ କରା ସରିଗଲା, ମୁଁ ଏବେ ମୁହଁ ଧୋଇ ସାରିଲିଣି। ଏବେ ଅନ୍ନ ଦିଆ ଆସିଛି, ବ୍ରଶ କରୁଛି, ବ୍ରଶ କରିକି ଧୋଇବ। ଆମର ସବୁ ଟ୍ୟାପ ବହୁତ ଅଛି, ଏ ସବୁ ଟ୍ୟାପ ଅଛି। ଏ ଟ୍ୟାପରେ ସମସ୍ତେ ସକାଳୁ ଅଙ୍କଲ ବ୍ରଶ କରୁଛନ୍ତି। ଆଉ ଆମର ବାଲ୍ଟି ବକେଟ ତ ଭରା ସରିଲାଣି, ଦେଖାଯାଉଛି ସେ ବକେଟ ଭରା ସରିଲାଣି। ଆମେ ବକେଟ ନେଇଯିବୁ, ନେଇଗଲେ ଖାଇସାରିକି ବାସନ ଧୁଆ ହବ। ନନକୁ ଯଦି ବାସନ ଧୁଆ ଧୁଇ ନାହିଁ ପଡିବ, ତାପରେ ସନ୍ଧ୍ୟାବେଳେ ଧୁଆ ହବ। ସେଇ ଗ୍ରାମ ନେଇଯାଉଛୁ, ଦେଖୁଛନ୍ତି ସବୁ କାମ ମାନେ ଇଏ କରୁଛନ୍ତି। ଏପଟେ ସବୁ ଡ୍ୟୁଟି ଗଲେଣି ଲୋକ ସବୁ। ଦେଖିବା ଆଉ 10 ବର୍ଷରୁ ତାପରେ ଖାଇଲା ବେଳେ ଦେଖିବା ଅଣ୍ଡା ତରକାରୀ କରୁଛନ୍ତି, କୋଉଭଳିଆ ଟେଷ୍ଟ ଲାଗୁଛି, କୋଉଭଳିଆ ଖାଇକି ଦେଖିବା। ତାପରେ ସାଇଡ ପରେ ଦେଖା ହବ ଆଉ। ଦେଖନ୍ତୁ ଅନାନ୍ତି ଆମର ଏବେ ଯାଉଛି, ଗଲା ପରେ ସେ ଦଖେଇବ ଆମର ଏଇ ବକେଟ ଫକେଟ ଧରି ଯାଉଛି। ତାପରେ ଆମେ ରୁମ ରେ ପହଞ୍ଚିଲା ପରେ ଆପଣମାନଙ୍କୁ ଦେଖଉଛୁ ଆମ ରୁମ ଟା ମାନେ ଚିକେନ ଅଣ୍ଡା ହେଇଛି। ଅଣ୍ଡା ଖାଇସାରିଲା ପରେ, ଅଣ୍ଡା ଖାଇଲା ବେଳେ ଭିଡିଓ କରି ଦେଖଉଛୁ ଗାଇଜ। ଏବେ ଆମେ ଦେଖନ୍ତୁ ଆମର ଏବେ ଅଣ୍ଡା ଯୋଉ ଦେଖୁଛୁ ସବୁ ଅଣ୍ଡା ରୋଷେଇ ହେଇଯାଇଛି। ଏବେ ଦେଖନ୍ତୁ ଏଇ ଅଣ୍ଡା ଦେଖିଲ, ଦେଖିଆ ଚାଲିବ ଅଣ୍ଡାଟା ବହୁତ ଟେଷ୍ଟି ହେଇଛି। ଦେଖିବା ଓ ବାପରେ ଗରମ ବହୁତ ଜୋର, ଗରମ ଏମିତି ଖାଇ ହଉନି, ଗରମ ବହୁତ ଜୋର ହେଇଯାଇଛି। ତଥାପି ଦେଖିବା ଟ୍ରାଏ କରି କୋଉ ଭଳିଆ ଲାଗୁଛି। କେତେ ଜୋର ଗରମ, ଅଣ୍ଡା ତ ଖାଇ ହଉନି, ଭାତ ଟିକେ ଖାଇ ଦେଖିବା। ଚାଉଳ ବଢିଆ ହେଇଛି। ଦେବେ ଖାଇସାରିଲା ପରେ ଦେଖା ହବ। ହାଲୋ ଗାଈ, ଦେଖ ଆମେ ଏବେ ଅଣ୍ଡା ଭାତ ଖାଉଛୁ। ଏପଟେ ଆଲମ ଆମର ସିଝା ଖାଉଛି, ମାନେ କାଜୁ, କିସମିସ ଆଉ ପିସ୍ତା ବାଦାମ ଆଉ ଏଇଟା କଣ କହନ୍ତି ଖଜୁରୀ ପକେଇ ଖାଉଛି, ମାନେ ଟିକେ ବଡି ହବ। ବଡି ଗଲେ ଆର ମାସରେ ଗାଁ ଯିବ ତ ଟିକେ ବଡି ମୋଟା ପାନ ଗୁଟକା ସିଗାରେଟ ସବୁ ଛାଡିଦେଇ କିଛି ଖାଉନି, କେବଳ ଏଇଆ ଖାଉଛି। ଖାଇଥିଲା ପରେ ଗାଁ ପଟେ ବଡି ବିଲ୍ଡର ଗାଁକୁ ଯିବ। ବେଶୀ ନୁହଁ 8 ଦିନ ପାଇଁ ଖାଇବା, ପୁରା 8 ଦିନ ପାଇଁ ଭଲରେ ଦେଖାଯିବ। ତାପରେ 8 ଦିନ ପରେ ପଳେଇ ଆସିବ ଆଉ। ସେଇଭଳି 2 ମାସ ହବ ଖାଇବ। ଆମେ ବି ଭାତ ଖାଉଛୁ, ଏପଟେ ହେଇ ଆମର ମହାଦେଇ ଖାଉଛନ୍ତି। ଆଉ ତାର ଫୋନ ଆସିବ, ସେ ପାଟି ଦେବେ, କଣ କହିବ ପାଟି ଦେବେ ହେଲା। ଆମେ ତୁ ଖାଇଦଉଛୁ, ଖାଇସାରିଲା ପରେ ଦେଖା ହବ। ଅଣ୍ଡା ଟା ବଢିଆ ହେଇଛି। ପୋଡି ଯାଉଛି ଗରମ ଆଉ। ହାଲୋ ଗାଇଜ, ଏବେ ଦେଖନ୍ତୁ ଆମେ ଆସି ଷ୍ଟୋର ରେ ପହଞ୍ଚିଗଲୁ। ଆଉ ମହାନ୍ତି ଡ୍ରଇଂ ଦେଖୁଥିଲେ, ଡ୍ରଇଂ ଦେଖିକି ଯିବେ। ଉପରେ କାମ ହବ ଡ୍ରଇଂ ଦେଖିଲା ବେଳେ, ଡ୍ରଇଂ ଦେଖି ଆମର ତାଙ୍କର ଅଖାରେ ପୁରେଇ ଦେଇଛନ୍ତି। ଆମର ଏବେ ଗ୍ଲୋଭ୍ ଫ୍ଲୋଭ୍ ପିନ୍ଧି ରେଡି ହେଇଯାଇଛ, ଯିବୁ କାମ ହବ। ଆଜି କେମିତି କଣ ସେଦିନ ଲଗେଇଲୁ 18ଟା, କାଲି ଲଗେଇଲୁ 23ଟା, ଆଜି ଅଛି ଆଉ 18ଟା ବାକି। 18ଟା ଲଗେଇଦେଲେ ଡବଲସୁ, ତାପରେ ଛୁଟି। 18ଟା ଲଗେଇବା କେତେ ସମୟ ଯିବ ଦେଖିବା କଣ ହଉଛି। 18ଟା ଲଗେଇଲା ବେଳେ ସନ୍ଧ୍ୟା ହଉଛି କି ବେଳ ଧାଉ ଧାଉ ସରିଯାଉଛି। ଷ୍ଟୋର ର ଭିଉ ଦେଖିପାରୁଥିବ।
ହେଇ ଜୁତା ବୋର୍ଡ ଏଗୁଡା ସବୁ ଅଛି ଷ୍ଟୋର। ମହାନ୍ତି ଏବେ ବଇଚିନି ଡ୍ରଇଂ ଫିଙ୍ଗ୍ ଆଉ ଏଇଟା କଣ ନା କମେଣ୍ଟରେ କହିବ ଏଟା ଲିପଷ୍ଟିକ୍ କି ଆଉ କଣ। ଯଦି ଲିପଷ୍ଟିକ୍ ହେଇଥିବ କମେଣ୍ଟ କରିବ, ଯଦି ଲିପଷ୍ଟିକ୍ ନ ହେଇଥିବ ବି କମେଣ୍ଟ କରିବ। ଆଉ ଏଇଟା ଆମ ହାଜିରି ନୋଟ ହାଜିରି ପଡୁଛି, ଆସିକି ହାଜିରି ପକା ହବ। ହାଜିରି ପକା ସାରିଲା ପରେ ଆମେ ଯିବି। ତ ସାର୍ ଫାର୍ କେହି ନାହାନ୍ତି, ଆମେ ସବୁ ଗୁଡାଟା ସାର୍। ଇଏ କମ୍ପାନୀ ଆମେ ସବୁ ସାର୍ ଗୁଡାଟା। ଆମ ମନ ହେଲେ ହାଜିରି ପକେଇ, ନହେଲେ ନାହିଁ ଯିବୁ। ଆମେ ତ ସବୁ ଆଉ ଯାହା କରିବୁ ଆମେ ଏଇ ଷ୍ଟୋର ପରେ ଜୁତା ସବୁ ଜୁତା ଆମର ଛିଣ୍ଡି ଯାଇଥିବ ନା, ଆସିମୁ ଜୁତା ଫୋପାଡ଼ିମୁ ଘରେ ଚାଲିବୁ। କାଲି ଗ୍ଲୋଭସ୍ ନେଇଥିଲି ଗୋଟେ, ସେ ଖରାପ ହେଇଗଲା। ପୁଣି ଆଜି ଗୋଟେ ନେବି। ହେଲମେଟ ଏଇଠି ଅଛି ଦେଖିପାରୁଥିବ। ସବୁ ଜୁତା ଅଛି। ଏଟା ହେଲା ଏଇଠି ଅଛି ଷ୍ଟାଫ୍ ଜୁତା। ସେ ହଳଦିଆ ହେଲା ହୋଲ୍ ଟାଇଟ୍। ସ୍ପ୍ରିଂ ରୋଲ୍ ଅଛି। ପାଣି ବୋତଲ ବି ଘରୁ ନିଆଯାଇଛି ପିଇବା ପାଇଁ। କାମ ହବ ଆଜି ପିଇବା ହବ, ତାପରେ ଯାହା ହବ। ଆଉ ଏପଟେ ଦେଖିଥିବ ଆମର ଯୋଉ ଖାତାର କଭର ଅଛି, ଡାଏରୀର କଭର ସରିଲା ପରେ ହେଇ ଦେଖ ସବୁ ଖାତାରେ 7ଟା ଖାତାରେ ହାଜିରି ପଡିବ। 7ଟା ଖାତାରେ ହାଜିରି ପଡିସାରିଲା ପରେ ଆମର ହାଜିରି ଏଣ୍ଟ୍ରାନ୍ସ ସେଠି ଯାଇକି ସେଠି ଫେସ୍ ପଞ୍ଚିଂ କରିମୁ। କରିସାରିକି ହାଜିରି ପକେଇବୁ। ଏଠି ଆସି 7ଟା ଖାତାରେ ହାଜିରି ପଡିବ। ତାପରେ କାମ ଆରମ୍ଭ ହବ। ହାଜିରି ଖାଲି ଦରକାର, 7ଟା ହାଜିରି ଗୋଟେ ଦିନକୁ ଆମର 8ଟା ହାଜିରି ହଉଛି। 8 ଜାଗା ଲେଖା ହଉଛି ଆଉ 8ଟା ହାଜିରି ଆଉ। ଆମର ଫେସ୍ ପଞ୍ଚିଂ କରି ଆମେ ପଳେଇଆସିବୁ, ଏଠି ସାଇନ୍ ମାର ଇଏ କର ସେ କର ବହୁତ ସମୟ। ଏଇଭଳିଆ ସବୁ ବିଡ୍ ଫିଡ୍ ସବୁ ଷ୍ଟୋରରେ ଟଙ୍ଗା ହେଇଛି। ଏଇଭଳିଆ ସବୁ ଦେଖ ବିଡ୍ ଟଙ୍ଗା ହେଇଛି, ଦେଖିପାରୁଥିବ ମୁଁ ଦେଖଉଛି। ହେଇ ଦେଖ ଥୋଇଦେବେ କଳା ଲାଗୁଛି, ପୁରା ଖତରା ଗ୍ଲୋଭ୍ସ। ରାମକିର ଥିଲା, ହାଇଦ୍ରାବାଦ ରାମକିର ବଢିଆ ବଢିଆ ଗ୍ଲୋଭ୍ସ। ଇଏ ଗ୍ଲୋଭ୍ସ କାମ ନୁହଁ, ଖରାପ ହେଇଯାଉଛି। ଆଉ ଆମ ସାମାନ ବି ତ ସବୁ ଏଠି ଥୁଆ ହେଇଛି, ଦେଖିପାରୁଥିବ। ଆମ ଫାଉଡା, ଆମ ଶ୍ରେଣୀ ହେତଳି ସବୁ ଶ୍ରେଣୀ ହେତଳି ସବୁ ଇଏ ଥୁଆ ହେଇଛି। ଆଜି ଛୁଟି ହେଇଯିବ ସବୁ କିଛି କାମ। ବାସ୍ 18ଟା ଅଛି, 18ଟା ଆସିଲା ପରେ ଛୁଟି। ତାପରେ ରଜ ଆଉ ତାପରେ ଅଲଗା କାମ ଆସିବ। ଆଉ ବାଲି ସିମେଣ୍ଟ ଗୋଳେଇବା ପାଇଁ ପଡିବ ନା। ବାଲି ସିମେଣ୍ଟ କେତେ ଗୋଳେଇବ ଆଉ। ଗୋଳେଇ ସରୁ ହେଇଗଲାଣି, ଆଉ ଗୋଳେଇ ହବ ନା। ତାପରେ ଯିବା ଯାଇକି ସାଇଡ ପରେ ତ ପହଞ୍ଚିଗଲୁ। ତାପରେ କାମ ଆରମ୍ଭ ହବ। କାମ ଆରମ୍ଭ ହେଇସାରିଲା ପରେ ଡବଲ 8ଟା ଲଗେଇବୁ। ନା ସରି 9ଟା ଲଗେଇବୁ। 9ଟା ଲଗେଇ 9ଟା ହଉ 10ଟା ହଉ 11ଟା ହଉ ଲଗେଇକି ଯିବୁ ଖାଇବା ପାଇଁ। ରୁମରେ ଖାଇବୁ, ଖାଇକି ଆସି ପୁଣି 9ଟା ଲଗେଇବୁ। ତାପରେ ପୁଣି ପଞ୍ଚିଂ କରି ଆଉଟ କରିବୁ। ମୋର ବି କାର୍ଡ ବନେଇଛି, ମୁଁ ଫଟୋ ଦେଇନି ବୋଲି କାର୍ଡ ଆଣୁନି। ଜବ କି ଆଣିବ କି ଫେର ତ ପଞ୍ଚିଂ ହଉଛି, ସେଇଥିପାଇଁ ଆଣୁନି। ଆଜି ଫଟା ଦେଇକି ଆଣିବାକୁ ପଡିବ କାର୍ଡ। ଆସିଲା ପରେ ମୁଁ ଭାବୁଥିଲି ଆଜି ସକାଳୁ ସକାଳୁ ଯିବା ପାଇଁ 5ଟା 4ଟା ଉଠିଲି। ଉଠିକି ମୁଁ ଭାବୁଥିଲି ଅନାତିକ ଆଲନା ଡାକିମି ଯିବୁ ମାଛ ଦେଖିବା ପାଇଁ। କହିଲେ ଶିଆଳ ଗୋଡେଇବ ଭୋରୁ ଭୋରୁ ଗଲେ, ଶୀତ ହଉଛି ଇଏ ହଉଛି ସିଏ ହଉଛି, ମୁଁ ଆଉ ଡରିକି ଗଲି ନା। ଆଜି ଯାଇକି ସିଏ ଏବେ ଡ୍ୟୁଟି ଯାଇଥିଲେ ଦେଖିଦେବେ, ତାପରେ ଡାକିଲେ ଆମେ ଯାଇ ଧରିବୁ। ନହେଲେ ଧରିନା। ବଡ ବଡ ବାଳିଆ ଅଛନ୍ତି, ଆଉ ନାଳିଆ ଅଛନ୍ତି, ଆଉ କଉ ଗଡେଇ ଚେଙ୍ଗ ଫେଙ୍ଗ ସବୁ ବେଳେ ଅଛନ୍ତି। ଆମେ ଯାଇକି ଦେଖିବା କଣ ହଉଛି, କଲ୍ କଲେ ଯିବା ଧରିବା ପାଇଁ, ନହେଲେ ଯିବାନି। କେତେବେଳେ କଲ୍ କରି ଆମେ ଯିବୁ ମାଛଟା ଆଣିବୁ, ତାପରେ ଖାଇବାଟା ହବ। କାଲି ତ ଆମର ମୂଷା ଖାଇଥିଲା, ଆଜି ଆମେ ଘୁରେଇ ଘାରେଇ ପଥର ଫଥର ଦେଇ ଯାଇଛୁ, ଆଉ ମୂଷା ଖାଇବାନି ହାତ ଫାତ। ପୁରା ଭଲ ମନ୍ଦରେ ଖାଇବୁ, ତାପରେ ଦେଖାହବ। ହ୍ୟାଲୋ ଗାଇସ୍, ଆମେ ଏବେ ଖାଇକି ପଳେଇ ଆସିଲୁ। ଖାଇକି ଆସିଲା ପରେ ଏବେ ଟିକେ ରେଷ୍ଟ ନଉଛୁ। ଆଜି ସନ୍ଧ୍ୟାବେଳେ ଟିକେ ପାର୍ଟି ହବାର ଅଛି ତ, ସେଥିପାଇଁ ସେପଟ ରୁମରେ ଆମେ ଏପଟ ରୁମରେ। କାହିଁକିନା ମହାନ୍ତି ଭାଇ ଫୋନ ଆଜି ପଳେଇ ଆସିଛି। ମହାନ୍ତି ଭାଇ ଫୋନ ପଳେଇ ଆସିଛି, ମହାନ୍ତି ଭାଇ ଆଜି ପାର୍ଟି ଦବ। ମାନେ କିଛି ନା ବା, ଖାଲି ସମୋସା ପାଟି ଦବ। ଖାଲି ସମୋସା ପାଟି ଦବ, ତାପରେ ସମୋସା ଖାଇସାରିଲା ପରେ ବ୍ଲଗ ବନା ହବ। ମହାନ୍ତି ଭାଇ ଦେଇଛନ୍ତି ସମୋସା ପାଟି। ତାପରେ ଏଇଭଳିଆ ଆଜି ଗୋଟେ ହସ କଥା ମନେ ପଇଲା। କଣ ଯେ
ଯେତେବେଳେ ଆମର 2099 ମସିହା ବାତ୍ୟା ହେଇଥିଲା ନା, ସେତେବେଳିଆ ମାନେ ସବୁ ଭାସି ଭୁସି ଯାଇଥିଲା, ଭାସି ଭୁସି ଯାଉଥିଲା। ତାପରେ ଯୋଉ ଯୋଉ ସବୁ 99 ମସିହାରେ ଯୋଉ ମାନେ ଲୋକ ଥିଲେ ସବୁ ଭାସି ଭୁସି ଯାଇଥିଲା। ସେ ଖାଇବା ପାଇଁ କିଛି ପାଉନଥିଲେ, ଖାଇବା ପାଉନଥିଲେ। ଆମର ଗୁଡି, ଆମର ଯୋଉ କଂକ୍ରିଟ ହୁଏ ଯୋଉ ଗୁଡିରେ ଛାତ ପଡେ ଯୋଉ ଗୁଡି, ସେଇ ଗୁଡି ଆଉ ଆମର ମସଲା ମସଲି କରିକି ସେ ଗୁଡିରେ ଛୁଙ୍କ ମାରି ମାନେ କଷେଇକି ଗୁଡିକି ପୁଣି ଧୋଇକି ରଖୁଥିଲେ, ପୁଣି ଖାଇଦଉଥିଲେ। ମୁଁ ଗୋଟେ ଏଇଭଳିଆ ଭିଡିଓ ଦେଖିଲି, ହସି ହସି ଗଡିଗଲି। ଏଇଭଳିଆ ଯଦି ସତରେ ହଉଥିଲା 1999 ମସିହା ବାତ୍ୟାରେ, ତାହେଲେ ଆପଣମାନେ କମେଣ୍ଟ କରି କୁହନ୍ତୁ। ମୁଁ ଭାବିଲି ଆଉ ସତରେ ଏମିତି କରି ଖାଉଥିଲି। ତାପରେ ଆମେ ଟ୍ରାଏ କରିବା ଗୁଡି ଆଉ ମସଲା ଦେଇ କଷି ଦେଖିବା କୋଉ ଭଳିଆ ଲାଗୁଛି। ଦେଖିବା ସଣ୍ଡେ ଫଣ୍ଡେ ହେଲେ, କେତେ ଛୁଟି ଫୁଟି ହେଲେ ଟ୍ରାଏ କରିବା କଣ ହଉଛି କି ନାହିଁ। ଗୁଡି ବାଲି ବାଲି ଗୁଡି ବାଲି ଝୋଳ କଲେ କୋଉ ଭଳିଆ ଲାଗୁଛି ଦେଖିବା ଟେଷ୍ଟ। ଏ ଖାଇ ହବ କି ନାହିଁ ଦେଖିବା। ଯଦି ଗୁଡି, ମୋ ମନକୁ ଗୋଟେ କଥା ହେଲା, ଯଦି ଗୁଡି ବାଲି ସେ ରୋଷେଇ କରି ଖାଉଥିଲେ, କଣ ଗଛ ମିଳୁନଥିଲା? ଅଦା ରସୁଣ ଯଦି ମିଳିଲା, କଣ କିଛି ଗଛ ଗୋଟେ ମିଳୁନଥିଲା? ଗଛକୁ ଗଲେ ଭାଜିକି କାଟିକି ଖାଇଥିଲେ, ମାନେ ଝୋଳ କରି କିମ୍ବା କଷା କରି ଖାଇଥିଲେ, ସେଟା ତ ଭଲ ହେଇଥାନ୍ତା। ଗୁଡି ଖାଇଲେ କଣ ଲାଭ କଣ? ମୁଁ ସେଟା ଭାବୁଛି, କିଛି ଭାଇ ଜାଣିପାରୁନି। ଆଉ ମୁଁ ଗୋଟେ ସର୍ଟ ଭିଡିଓ ପୋଷ୍ଟ କରିଛି, କୋଉଟା ବାହାରିଲାନି ଗୋଟେ। ଆପଣ ମାନେ ଫଲୋ ସବସ୍କ୍ରାଇବ କରନ୍ତୁ। ଆମର ସାଇଡ ଉପରକୁ ଗଲେ ତାପରେ ଦେଖା ହବ। ଏବେ ଟିକେ ରେଷ୍ଟ କରିବା, ତାପରେ ସାଇଡ ବାହାରକୁ ଗଲେ ଦେଖିବା ଟିକେ ଦେଖ କେତେ ବହୁତ ଜୋର ଖରା ହଉଛି। ଦେଖ ଖରା ହଉଛି କୋଉଟା, ଦେଖ ଏଇଟା ଆମ ଏଇ ଯୋଉଟା ଆଗରେ ଦେଖାଯାଉଛି ନା, ଏଇଟା ହେଲା ଆମ ବିଲ୍ଡିଂ। ଏଥିରେ କାମ କରୁଛୁ, ସେ ପଛରେ କାମ କରୁଛୁ। ଦେଖନ୍ତୁ ଏଇଭଳିଆ ସବୁ ଅଛି। ଲୋକ ଏବେ ଆଉଛନ୍ତି ଖାଇବା ପାଇଁ, ଆମେ ଆସିକି ଖାଇକି ରେଷ୍ଟ କଲୁଣି। ଏଇଭଳିଆ ଆମେ ରାତିରେ ଏଠି କ୍ରିକେଟ ଖେଳୁଛୁ, ସେପଟେ ମୁଁ ଭଲି ଖେଳୁଛୁ ରାତିରେ। ଖେଳା ଖେଳେ ଟେନସନ ନାହିଁ, ହେଲେ ଏଇ ଟିକେ ଆଉ ଗରମ ଟା ଜୋର ହଉଛି, ଏଇ ତ ଆଉ। ଆଉ ଏଇ ଯୋଉ ଏଇ ଖିଡକିଟା ତ ଦେଖୁଥିବ, ଏଇ ଖିଡକି ମୁଁ ରାତିରେ ତାକୁ, ଏଇ ଯୋଉ ଏଇଟା ଅଛି ନା, ଏଇ ବେଡସିଟ୍ ଆକୁ ରାତିରେ ପକେଇ କଭର କରିଦଉଛି। ସକାଳୁ ଉଠିଲା ବେଳୁ ମାନେ ସକାଳୁ ଜଲଦି ଉଠିବାକୁ ପଡୁଛି। 4ଟା ରାତିରୁ ଉଠିକି ପୁଣି ଇଏ କରି ପୁଣି ଶୋଇଲା ବେଳକୁ ପୁଣି ମାନେ ଦିନ ଦେଖାଯାଉଛି। ସେଥିପାଇଁ ମୁଁ କଭର କରିଦଉଛି, ଆଉ ଯେମିତି ଅନ୍ଧାର ହେଇଯିବ ରୁମ୍, ଆଉ ଦେଖାଯିବ ନା। ଆଉ ହେଲମେଟ ଦେଖ, ଆମ ହେଲମେଟ ଏଠି ଥୁଆ ହେଇଛି, ଆଉ ବି କିଛି ସାରା ହେଲମେଟ ଟଙ୍ଗା ହେଇଛି। ହଁ, ଇଏ ଆମର ଏଇଠି ଶୋଇଛି ଗଡୁଛି, ଏଇଭଳିଆ ସବୁ ଅଛି ଆଉ। ହଉ ଦେଖା ହବ ସାଇଡ ପରେ। ଏବେ ସାଇଡ ପରେ ଆଜି ତ ଆମେ 10ଟା ଲଗେଇଦେଲୁ, ଆଜି 18ଟା ଥିଲା। 10ଟା ଲଗା 9ଟା ଲଗା ସରିଯାଉ, 9ଟା ଅଛି। ଦେଖିବା ଆଉ ସାଇଡ ପରେ ଦେଖା ହବ। ହ୍ୟାଲୋ ଗାଇଜ, ଆମେ ଏବେ ଯାଉଛୁ ମାର୍କେଟ। ଅନାନ୍ତି ଆଗେ ଆଗେ ଯାଉଛି, ମୁଁ ପଛ ପଛେ ଯାଉଛି, କାହିଁକିନା ମାର୍କେଟ ଯିବୁ। ଚାଉଳ ଆସିବ, ଚିକେନ ଆସିବ, ସବୁ କିଛି ଆସିବ। ଆସିଲା ପରେ ଏବେ ଯାଇକି ଏବେ ଯାଉଛୁ ରୋଡରେ, ମାର୍କେଟ ପାଖରେ ଦେଖା ହବ। ମାର୍କେଟ ପାଖରେ କଣ ନାସ୍ତା ଫାସ୍ତା କରିବେ, କଣ କରିବେ ସବୁ ଅନାନ୍ତି। ଚିକେନ, ରସୁଣ ଫସୁଣ ଏଗୁଡା ପୁଳେ ଜିନିଷ ବାକି ଅଛି, ଆସିବ। ଯାଉଛୁ, 7ଟା ବାଜିଲାଣି, ଆସୁ ଆସୁ ଆଜି ଲେଟ୍ ହେଇଗଲା। ଆସିକି ଆପଣମାନଙ୍କୁ ଦେଖଉଛି, ଏଇଭଳିଆ ସବୁ ଅନ୍ୟ ଜାଗାରେ କଥା ହେଇଯାଉଛି। ହେଇ ମେସେଜ ଆଣି 500 ଟଙ୍କା ଆଣିବୁ, ଏଇଭଳିଆ ଅଛି ସବୁ। ଆଉ ଏଇଟା ଆମ କଲୋନୀ ଗେଟ୍ ଯାଉଛି। ଉପରେ କହିଲାଣି ଚାଲ, 8ଟା ବାଜିଲାଣି, ଯିବୁ କେତେବେଳେ? ମାର୍କେଟ ଆସିବୁ କେତେବେଳେ? ରୋଷେଇ ହବ କେତେବେଳେ? ଖାଇବେ କେତେବେଳେ? ଦେଖିଲା ବେଳକୁ ଟୁକା ଆଗରେ ଯାଉଛି। ଆମେ ତ ଷଣ୍ଢ ଟୁକା 2 ଜଣ ଅଛ, ସବୁବେଳେ ସନ୍ଧ୍ୟାବେଳେ ଚାଲିମୁ 1/2 କିଲୋମିଟର ନା 1 କିଲୋମିଟର ଉପରେ ହବ। ଯାଉଛୁ ମାର୍କେଟ ଯିବୁ, 1 କିଲୋମିଟର ଉପରେ ସବୁବେଳେ ଯିବୁ, ସବୁବେଳେ ଆସିବୁ। ସନ୍ଧ୍ୟାବେଳେ କାମ କରିକି ଆସିବୁ, 1 କିଲୋମିଟର ଉପରୁ ଯିବୁ, ପୁଣି ଆସିକି ଏଠି ଯିବୁ, ରୋଷେଇ ହବ, ରୋଷେଇ କରି ଖାଇବୁ। ନାଇଁ ଅନାଦି କହୁନୁ, କେତେ କିଲୋମିଟର ହବ? ଚିକେନ କେତେ କିଲୋମିଟର ହବ? 20 କିଲୋମିଟର। ମୁଣ୍ଡ ଗଣ୍ଡି ନା, 20 କିଲୋମିଟର? 1 କିଲୋମିଟର ହବ ହେଲା, ତାହେଲେ 20 କିଲୋମିଟର। ଏଇଭଳିଆ ଯାଉଛୁ ଆମେ। ହେଲା ପରେ ବାଟରେ ଅନ୍ଧାର ହେଇଯାଉଛି, ସେପାଇଁ ଭିଡିଓ ଟେ ବନ୍ଦ କରୁଛୁ। ପୁଣି ଲାଇଟ୍ ହେଲେ ପୁଣି ଭିଡିଓ ଆରମ୍ଭ ହଉଛି। ଦେଖନ୍ତୁ ଗାଡି ଫାଡି ଯାଉଛନ୍ତି, ପବ୍ଲିକ ବି ଅଛନ୍ତି ଏଠି ସବୁ। ପୁଣି ଲାଇଟ୍ ଆସିଲା, ଏଇଠି ବିଲ୍ଡିଂ ଗୋଟେ କାମ ଚାଲିଛି, ସେଥିପାଇଁ ଲାଇଟ୍ ଲଗା ହେଇଛି ହେଲା। ଏଠି ବି ନିଆଁ ଜାଳି ସବୁ ବଇଛନ୍ତି ଷ୍ଟାଫ ବାଲା। ଆମେ ବି ଷ୍ଟାଫ କମ, ଆମେ ବି ଷ୍ଟାଫ ଥିଲୁ କୋଉଠି, ଏବେ ଏଇଠି ଲେବର। ନାଇଁ କଣ? ଏଇ ତ କଥା ଆଉ। ସମୟ କାହାକୁ କୋଉଠି ନେଇ ପହଞ୍ଚିଥାଏ କେହି ଜାଣିନଥାଏ। ଆମେ ସେଇଭଳିଆ କୋଉଠି ଷ୍ଟାଫ, ଏଇଠି ଆସିକି ଲେବର କାମ ଖଟୁଛ। ଯାହା ବି ହେଲେ ଯୋଉଠି ପଇସା ଅଧିକା ସେଠି ଖଟିବା ପାଇଁ ପଡିବ, ଆଉ କହିଲେ କଣ ହବ? ନାଇଁ କଣ? କହୁନାହାନ୍ତି? ଆଜ୍ଞା ଆଜ୍ଞା, ଭାରି ସମ୍ମାନ ଦଉଛି, ଆଜ୍ଞା କହୁଛି।
ଜେଜର ମାଟି ଆଳୁ। ହଇ ଗୁଡି ତରକାରୀ ସେ ଜାଣିଥିଲା, ଗୁଡି ତରକାରୀ କାଲି ଖାଇଥିଲା ନା, ସେ ସେଇ ପାଇଁ କହୁଛି। ଗୁଡି ତରକାରୀ 1999 ମସିହାରେ ଗୁଡି ଆଉ ଯୋଉ ଆମକୁ କହୁଥିଲି ବାଲି ଫାଲି ପକେଇ ହଉଥିଲା ଖାଇବା ପାଇଁ, ଇଏ ସେଇ ବାଲି ଫାଲି ପକେଇ ଦଉଛନ୍ତି ଖାଇବା ପାଇଁ, ରୋଷେଇ କରି ହବ ସେଇଆ ଆଉ। ଆଉ ଯାଉଛନ୍ତି ସବୁ ଦେଖୁଛ ଲୋକ ଟ୍ରାକ୍ଟରରେ ବସି। ଆଉ ଏଇଟା ଦେଖୁନ ଆମର ଗାଁକୁ ନେଇଯାଅ ଦୋଳି ହେଭି ଖେଳିବା। ଏଇ କ୍ରେନ ଭାବୁଛି ଗାଁକୁ ନେଇଯିବି, ବାର୍ତ୍ତାଳାପ ଉଠେଇଛି ନା ବସିକି ଡୁଲି ଖେଳି ଅନାନ୍ତି, ଆଉ ତା ଗାର୍ଲଫ୍ରେଣ୍ଡ ଦିନ ବସି ଡୁଲି ଖେଳିବି। ଏଇଟା ନେଲେ ଭଲ ହୁଅନ୍ତା। 12 ତାଲା ଉପରୁ ଉଠିଛି। ଏଇଭଳିଆ ବି ଇଏ ବି ଗୋଟେ ବିଲ୍ଡିଂ ଏଠି କାମ ଚାଲିଛି। ସବୁ ବିଲ୍ଡିଂ ଅଛି ଯାହାର ଖାଲି କାମ କରିବା, ଆମ ବାଗିଆ ଲେବର ଖାଲି କମ ଅଛନ୍ତି କାମ କରିବା ପାଇଁ, ସେଇଟା ବିଲ୍ଡିଂ ଗୁଡା କାମ ହଉନି। ଇଏ ବିଲ୍ଡିଂ ସବୁ 2019ରେ ହେଇଥିଲା, ସବୁ ଲକଡାଉନ ଯୋଉଠି ବନ୍ଦ ହେଇଯାଇଥିଲା, ପୁଣି ଲକଡାଉନ 25ରେ କଲା, 26ରୁ କାମ ଚାଲିଲା ପୁଣି। ଏଇଭଳିଆ ସବୁ ଆମ ବ୍ୟାକଗ୍ରାଉଣ୍ଡ କିଛି ଅଛି। ଆଉ ଆଗରେ ମାନେ ଅନ୍ଧାର ହେଇଗଲା ନା ଧୀରେ ଧୀରେ, ଆଗରେ ଗୋଟେ ସାପୁଜି ରହିଲା, ଏପଟେ ଏଲାନ୍ଟି ରହିଲା। ହଁ ଆଉ କଣ ଏପଟେ ସାପୁଜି କମ୍ପାନୀ, ଏପଟେ ଏଲାନ୍ଟି କମ୍ପାନୀ। ହଁ ତାପରେ ଆଉ ସିଆଡକୁ କିଛି ନାହିଁ, ମାର୍କେଟ ଫୁଲୁର ଯାଇଥିଲୁ 20 ଟଙ୍କା ଦେଇ। ଫୁଲୁରରେ ମାହାନ୍ତି ମୋବାଇଲ ଦେଇଥିଲା ବାଗେଇବା ପାଇଁ, ମୋବାଇଲ କିଛି ବାଗେଇଲେ, ବାଗେଇ ଆଜି ଦେଲା। 7 ଦିନ ପରେ ମାହାନ୍ତି ଭାଇ କହିଥିଲେ ସମସ୍ୟା ପାଠ ଦେବା ପାଇଁ, ସମସ୍ୟା ପାଠ ଦେବେ ନା, ଆମେ ଖାଇଦବା ସେଠୁ କିଣିକି ହାତରୁ, ଧର ପାଟି ହେଇଗଲା ନାଇଁ କଣ। ମନା କଲେ ସମସ୍ୟା ପାଟି ଆମେ ଦମୁ ନା, ମୋବାଇଲ ଉପରେ ନଦିଅ, ସମସ୍ୟା ପାଟି ଦମୁ ନା। ଆମେ ହଉ ଠିକ ଅଛି, ଆମେ ମୋବାଇଲ ଦେଇଛୁ, ତମ ସମସ୍ୟା ଦିଅ ଥାଉ କହିଦେଇକି ଆସ ପଳେଇ। ଏବେ ଏଠି ଗୋଟେ ଟୋଲ ଗେଟ୍ ଅଛି, ଟୋଲ ଗେଟ୍ ବାହାରେ ପୁଣି ଭିଡ ଚାଲୁ ହବ। এটা ଥିଲା ଆମର ଟୋଲ ଗେଟ୍, ଏ ଟୋଲ ଗେଟ୍ କ୍ରସ ହେଲା ପରେ ଲାଇଟ୍ ଅନ୍ଧାର ଅଛି। ଟୋଲ ଗେଟ୍ ପରେ ପୁଣି ଟୋଲ ଗେଟ୍ ପରେ ଭିଡ ଚାଲୁ ହବ ମାର୍କେଟ ପାଖରେ। ଏବେ ଟୋଲ ଗେଟ୍ ପଡିଥିଲା ନା, ସେଇ ପାଇଁ ଆପଣ ମାନେ ଜାଣିଥିବେ ଟୋଲ ଗେଟ୍ କି କଣ ମେସିନ। କି ମେସିନ ଦେଖେଇଦେ ସାଙ୍ଗମାନଙ୍କୁ। ହ୍ୟାଲୋ ଗାଇଜ, ଏବେ ଦେଖନ୍ତୁ ଆମେ ଚିକେନ ମସଲା ଆଉ ରସୁଣ ଫସୁଣ ଆଉ ଅଦା ଫଦା ସବୁ ନେଇ ପଳେଇ ଆଇଲୁ। ତାପରେ ଯିବୁ ଚିକେନ ଆଣିବା ଏବେ। ଚିକେନ ଆଣି ସାରିଲା ପରେ ଆପଣ ମାନଙ୍କୁ ଦେଖେଇବୁ ମାନେ ଚିକେନ ଟା କେତେ ଟଙ୍କା ନଉଛି। ଏଇଟା ଟମାଟୋ କିଲୋ ନେଲା, ଟମାଟର 515 ଟଙ୍କା ନେଲା, ଏଠୁ ବି ବହୁତ କମ ଅଛି। ଆଉ ଚିକେନ ମସଲାଟା 5 ଟଙ୍କିଆ ଆଣିଲୁ, ରସୁଣ 30 ଟଙ୍କାରେ, ଟମାଟୋ 30 ଟଙ୍କାରେ, ଚାଉଳ 3 କେଜି। ଚାଉଳ ଧରିଛ? ଚାଉଳ 3 କେଜି, ନହେଲେ କାଲି ରୋଷେଇ କରିବା ପାଇଁ ବନ୍ଦ, ସକାଳ ପୁଣି ହଇରାଣ ହବା, ଉପାସ ଯିବା ହେଲା। ନେଇଯାଉଛୁ ଏବେ ଚିକେନ ଦୋକାନ ଦେଖାହବ। ଦେଖନ୍ତୁ ଆମେ ଏବେ ଚିକେନ ଆଉ ମସଲା ଫସଲା ନେଇଗଲୁ। ଆଉ ଏପଟେ ବିମଲ ବି ଚାଉଳ ବିମଲ ପଇଛି। ଆଉ ଅନାଦି ଯାଉଛି, ଅନାଦି ମନ ଦୁଃଖ ହେଇଗଲା, ଅନାଦି ମାଣ୍ଡ କାଢିଦେଲା, ସେ କାନ୍ଦିଲାଣି କଣ କରିବ। ହେଇ ଦେଖ ମୁଁ ଦେଖେଇବି ତା ଭଏସ ପକେଇଦେବି, ଗଲାବେଳେ ଭଏସ, ଏବେ ଭଏସ ପକେଇଦେବି, ଦିଟା ଜଣା ପଡିଯିବ ହେଲା। ତା ମନ ଏତେ ଦୁଃଖ ହେଇଗଲାଣି, କଣ କରିବା, ପିଲାଟା ଛାତି ହୁଦେ ଭାଙ୍ଗିଗଲାଣି। ମୁଁ ଏଇଟା ଷ୍ଟାଟସ କିନ୍ତୁ ପକେଇବି ଫାଇନାଲ ହେଲା। ଆଉ ଆମର ତ ଚାଉଳ ହେଇଗଲା, ବିମଲ ହେଇଗଲା, ଆଉ ଗୋଟେ କ୍ୱାର୍ଟର ପଟେ ନେଇ ମାରିଦେଲେ ଭଲ ହୁଅନ୍ତା। ଦେଖିବା ମାରିବା ଆଉ। ଦେଖ ହଇ ତା ଆଖି ଦେଖ, ତା ଆଖିରେ ଲୁହ ପଳେଇଆଇଲାଣି। ଆଉ କଣ ହେଇବା ଲୁହ, ଇଏ କଣ ଏବେ ଅନାଦି ଗୀତ ଗାଇବ ଭଳିଆ। ହଁ କୋଉ ଗୀତ କି ଗୀତ ଗାଉଛି, କଣ୍ଟା କେବେ ମାରିବିନି ନା କଣ ମାରୁଛ? ଦେଖନ୍ତୁ ଅନାଦି ଏବେ ଗୀତ ଗାଇବ, ଲାଇଟ ପଇଲା। ହଁ ଗାଇଦେଲୁ ଟିକେ। ତା ଜେଜ ଗୀତ ବୋଲିବ, ତା ଜେଜ ଗାଉନୁ। ତା ଜେଜ ଗାଇବ ବା, ଜେଜ। ହଁ ମୋ ଜେଜ, ହଁ ଜେଜ ତୁ ଗାଉନୁ। ଜେଜର ମାଟି ଆଳୁ। ଦେଖନ୍ତୁ ଆମର ଏଇଭଳିଆ କଲୋନୀ ଗେଟ୍ ଅଛି, ଲୋକ ଏବେ 8ଟା ବେଳେ ଡ୍ୟୁଟି ଆସୁଛନ୍ତି। ମାର୍କେଟ ଫେଟାଇନୁ, ଆଜି ଗୁଡ଼ ହାତ ବିନ୍ଧିଲାଣି, ଅନାଦି ଘଷିଦବ। ସିଏ ଆଉ ଘଷି ଦବନା, ତା ମାଣ୍ଡ ମନା କଲା, ସିଏ ଘଷିଦବ, ଆଉ ଘାସି ଦବନା ଆଜି। ଘଷି ଦବୁ ନା? ହଉ ଦେଖିବା ଆଉ, ରାତି ଦେଖା ହବ। ଏବେ ସବୁ ସିକ୍ୟୁରିଟି ସବୁ ମିଟିଂ କରୁଛନ୍ତି। ହେଲା ଗାଇସ୍ ଦେଖନ୍ତୁ, ଆମର ଇଏ ଏବେ ରସୁଣ ଛଡା ହେଇଗଲା, ଆଉ ଇଏ ଆମର ଅଦା କଟା ହବ, ଆଳୁ କଟାକଟି ସବୁ ସରିଲାଣି। ସେପଟେ ମହାନ୍ତି ପିଆଜ କାଟିକି ରୋଷେଇ ଆରମ୍ଭ ହେଇଗଲାଣି। ପିଆଜ କଟା ହେଇଯାଇଛି, ଏଠି ଚିକେନ ଅଛି, ଏପଟେ ପିଆଜ ଜରା ହେଲାଣି, ସେପଟେ ଭାତ ହଉଛି, ଚାଉଳ ବି ଚାଉଳ ଫଳ ନେଇକି ଆଇଲୁ। ଏଠି ଟମାଟର ଅଛି। ଏବେ ଆମର ଟିକେ ରୋଷେଇ ଆରମ୍ଭ ହବ। ଟମାଟୋ ଫମାଟୋ ଅଦା ଫଦା କାଟିଦବା, ଛେଚି ଦେବା, ତାପରେ ଖାଇବା, ଖାଇକି ଶୋଇପଡ଼ିବା। କାଲି ସକାଳେ ନେକ୍ସଟ ବ୍ଲଗରେ ଦେଖାହବ। ରହୁଛି, ବାଏ, ଗୁଡ୍ ନାଇଟ୍।